ମୁଁ ଯେଉଁଠି ଠିଆ ହେଇଛି ଇଏ ମୋର ଜନ୍ମମାଟି। ମୋ ଜନ୍ମମାଟିରେ ଚୂଡ଼ାଂଶ ଗ୍ରାମର ତ୍ରିଲୋଚନେଶ୍ୱର ହାଇସ୍କୁଲର 50 ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରାହେଉଛି। ସେ ଅବସରରେ ମୋତେ ଡାକିଥିଲେ। ଏଠି ମୁଁ ଅତିଥି ହିସାବରେ ସେମାନେ ଡାକିଥିଲେ, କିନ୍ତୁ ମୁଁ ଏଠି ଏ ମାଟିର ପୁଅ ହିସାବରେ ଆସିଥିଲି। ମୁଁ ଆଶା କରିବି ତ୍ରିଲୋଚନେଶ୍ୱରଙ୍କ ଦୟାରୁ ଏ ଅନୁଷ୍ଠାନ ଉନ୍ନତି ହଉ ଏବଂ ଏ ଅନୁଷ୍ଠାନକୁ ଯେଉଁମାନେ ତିଆରି 60 ବର୍ଷ ତଳେ ଏବଂ ଯେଉଁମାନେ ଏଠି ପାଠ ପଢ଼ୁଥିଲେ, ଯେଉଁ ଗାର୍ଡିଆନ ମାନେ ତାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ, ସମସ୍ତଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ତାଙ୍କ ଆତ୍ମା ଶାନ୍ତିରେ ରହୁ। ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହଉ, ଏ ଅଞ୍ଚଳରେ ଶିକ୍ଷାର ଉଜ୍ଜଳ ଆଲୋକ ପ୍ରତିକା ଭଳି କାର୍ଯ୍ୟ କରୁ। ଏ ଅଞ୍ଚଳ ହେଲା ମୋ ଘର, ମୋ ଗାଁ। ମୁଁ ଏଇଠି ଚଳିଛି, ହାଫ୍ ପ୍ୟାଣ୍ଟ ପିନ୍ଧିଛି, ଫୁଲ୍ ପ୍ୟାଣ୍ଟ ପିନ୍ଧିଛି। ସେତେବେଳେ ବୁଲୁଥିଲି ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲି, ଟ୍ରାଉଜର ପିନ୍ଧି ବର୍ତ୍ତମାନ ଜୀବନ ବି ଚେଷ୍ଟା କରିବି ଖାଲି ଏ ଅନୁଷ୍ଠାନ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ସମସ୍ତ ରବି ମଲ୍ଲିକ ବଞ୍ଚିତ ବନ୍ଧ ଚେଷ୍ଟା କରିବ ସମାଜର